ରାତି ସେତେବେଳକୁ 10ଟା ହେଲାଣି। ସବୁ କାମ ସାରି ବିଜୟ ଗାଡ଼ିକୁ ପୋଛାପୋଛି କରି ଘରକୁ ଫେରୁଥାଏ ଖାଇବା ପାଇଁ। ହଠାତ୍ ଏତିକି ବେଳେ ଫୋନ୍ଟା ରିଙ୍ଗ ହୋଇ ଉଠିଲା। ଚମକି ପଡ଼ିଲା ବିଜୟ। ଆରେ ସବୁ କାମ ତ ସରିଲା, ପୁଣି କିଏ ଫୋନ୍ କରୁଛି? ଦେଖିଲା ବେଳକୁ ବଡ଼ ବାବୁ। ଅର୍ଜେଣ୍ଟ କଲ୍। ବାଧ୍ୟ ହୋଇ ଫୋନ୍ଟା ରିସିଭ୍ କଲେ। ବାବୁ କହୁଥାନ୍ତି ଆଉ ଗୋଟିଏ ମାତ୍ର ଡେଡ୍ ବଡି ଅଛି, ତାକୁ ନେଇ ପୁରୀ ସ୍ୱର୍ଗଦ୍ୱାର ଯିବାକୁ ପଡ଼ିବ। ସେଠାରେ ଅପେକ୍ଷା କରିଛନ୍ତି ତାଙ୍କ ପରିବାର ବର୍ଗ। ମନା କରିପାରିଲେନି ବିଜୟ, ଯେହେତୁ ବଡ଼ ସାର୍ କହୁଛନ୍ତି। ହଁ, ରାତି ହେଲେ ବି ଯିବାକୁ ପଡ଼ିବ। ପୁଣି ମନେ ମନେ ଭାବୁଥାଏ ବିଜୟ, ରାଜୁକୁ ଡାକିବି କି? ନା, ପିଲାଟା ଦିନମାନ ସାରା କେତେ ଖଟିଛି। ଯାଉ ଆଜି ଏକା ଛାଡ଼ି ଦେଇ ଆସିବି। ଡେଡ୍ ବଡି ତ ଆଉ ନିତିଦିନିଆ କାମ, ଟିକେ ବି ଭୟ ନଥାଏ ମନରେ। ସଙ୍ଗେ ସଙ୍ଗେ ଯାଇ ଡାକ୍ତରଖାନାରୁ ଡେଡ୍ ବଡିଟାକୁ ଗାଡ଼ିକୁ ଉଠାଇ ନେଲା। ତାପରେ ଗାଡ଼ି ଚାଲିଲା ପୁରୀ ସ୍ୱର୍ଗଦ୍ୱାରକୁ। ମନରେ କେବଳ ଗୋଟିଏ ମାତ୍ର କଥା, କେମିତି ଗାଡ଼ିରେ ନେଇ ପହଞ୍ଚିବ ପୁରୀ ସ୍ୱର୍ଗଦ୍ୱାରରେ। ବିଚରାର ଘର ଲୋକମାନେ ଅପେକ୍ଷା କରିଛନ୍ତି। କିନ୍ତୁ ସେତେବେଳକୁ ରାସ୍ତାଟା ପୁରା ନିଛାଟିଆ ହୋଇଗଲାଣି। ଚାରିଆଡ଼େ ଶୂନଶାନ, କାହାର ବି ସ୍ୱର ଶବ୍ଦ ଶୁଭୁନଥାଏ। କାଁ ଭାଁ ଗୋଟେ ଦିଟା ଗାଡ଼ି ଆସୁଥାଏ। ପୁରୀ ହେବାକୁ ଆଉ ମାତ୍ର 7-8 କିଲୋମିଟର ଦୂର। କିନ୍ତୁ ରାତି ସେତେବେଳକୁ 11ଟା ହୋଇସାରିଲାଣି। ଗାଡ଼ିଟା ଧୀରେ ଧୀରେ ମଧ୍ୟ ଚାଲୁଥାଏ। ଚାରିଆଡ଼େ ଶୂନଶାନ, କାହାର ବି ସ୍ୱର ଶବ୍ଦ ଶୁଭୁନଥାଏ। ହଁ, ମଝିରେ ମଝିରେ ପବନ ଟିକେ ଦେଉଥାଏ। ବିଜୟ ଦେଖିଲା ଆଗରେ କେହି ଜଣେ ତାକୁ ଲିଫ୍ଟ ମାଗୁଛି। ସ୍ତ୍ରୀ ଲୋକଟାଏ ବୋଧେ, ଧଳା ଲୋକଟାଏ ପିନ୍ଧିଛି। ରାତି ଅଧରେ ପୁଣି ସ୍ତ୍ରୀ ଲୋକଟାଏ ଲିଫ୍ଟ ମାଗୁଛି। ପୁଣି ମନକୁ କଥାଟା ଆସିଲା, ବୋଧେ କି ଅସୁବିଧାରେ ପଡ଼ିଛି, ସାଙ୍ଗରେ ନେଇଯିବା। ବିଜୟ ଯାଇ ତା ପାଖରେ ଗାଡ଼ି ରଖିଲା, ଆଉ ତା ସହିତ କଥା ମଧ୍ୟ ହେଉଥାଏ। କିଛି ସମୟ ଯାଇଛି, ପଛପଟରୁ ଆଉ ଗୋଟିଏ ଗାଡ଼ି ଆସି କହିଲା, କିରେ କାହା ସହିତ କଥା ହେଉଛୁ? ବିଜୟ କହୁଥାଏ, ଏଇ ଲୋକଟା ମୁଁ ଅସୁବିଧାରେ ପଡ଼ିଛି, ଭାବୁଛି ସାଙ୍ଗରେ ନେଇଯିବି। ଲୋକଟା କିନ୍ତୁ ରୋକଠୋକ ମନା କରିଦେଲା, ଭାଇରେ ଲୋକ କେହି ନାହିଁ ଏଠି, ଜଲ୍ଦି ପଳା ଏଠୁ। ଲୋକଟା ଏତିକି କହି ସେ ତା ବାଟରେ ଚାଲିଗଲା। ହେଲେ ବିଜୟ ଲୋକଟାଠାରୁ କଥା ଶୁଣି ସାରିଲା ପରେ ଯେତେବେଳେ ବୁଲିକି ଚାହିଁଛି, ସେଠି ଆଉ କେହି ବି ନଥିଲେ। ସେତେବେଳକୁ ବିଜୟର ଦେହ ଟିକେ ଶୀତେଇ ଆସିଲା। ସେ ମନେ ମନେ ଭାବୁଥାଏ, ଆରେ କାହା ସହିତ ମୁଁ କଥା ହେଉଥିଲି? ତା ଛଡ଼ା ଲୋକଟା ଏମିତି କ'ଣ କହିକି ଚାଲିଗଲା? ସେ କିଛି ବାଟ ଗଲା ପରେ ଦେଖିଲା ତାର ଗାଡ଼ିର ମିରରରେ କେହି ଜଣେ ସ୍ତ୍ରୀ ଲୋକ ତା ପାଖରେ ବସିଛି। ଆଉ ସେଇ ଲୋକକୁ ସେ ଦେଖିଥିଲା ଦିନ 2ଟା କି 3ଟା ହେବ ଷ୍ଟ୍ରେଚରରେ ଗଲାବେଳେ ସେ ଡାକ୍ତରଖାନାରେ। ତାକୁ ଭାରି ଜୋର ଡର ଲାଗିଲା। ଦେହ ତାର ଶୀତେଇ ଆସିଲା। ରୁମ ମୂଳ ତାର ସବୁ ଟାଙ୍କୁଳି ଉଠୁଥାଏ। ନିଛାଟିଆ ଜାଗା, କେହି ବି ଆସୁନଥାନ୍ତି। ପାଟି କରି କାହାକୁ ବା ଡାକିବ? ସେତେବେଳକୁ ପାଟି ତାର ଖନି ବାଜିଗଲାଣି। ହେଲେ ଏତିକି ବେଳେ ପୁଣି ଫୋନ୍ କଲ୍ଟି ଆସିଲା, ଆଉ ଯାହାକି ବିଜୟର ଜୀବନ ବଞ୍ଚେଇଦେଲା। ସେ ଫୋନ୍ କଲ୍ରେ ରିଙ୍ଗଟୋନ୍ଟା ଥାଏ ମହାପ୍ରଭୁ ଜଗନ୍ନାଥଙ୍କର। ଯେତେବେଳେ ଗୀତଟା ବାଜିଛି ଆଉ ତା ପାଖରେ କେହି ବି ନାହାନ୍ତି, ତାକୁ ଯେମିତି ଲାଗିଲା ପ୍ରଭୁ ଟିକେ ଆଶୀର୍ବାଦ କଲେ। ସେ କାହାରି କଥାକୁ କିଛି ବି ନ ଶୁଣି, କିଛି କଥାକୁ ମୁଣ୍ଡରେ ନ ପୁରାଇ ଗାଡ଼ିର ଗତି ବଢ଼ାଇବାକୁ ଲାଗିଲା। ଆଉ ଏକ ମୁହାଁ ଆସି ପହଞ୍ଚିଲା ପୁରୀ ସ୍ୱର୍ଗଦ୍ୱାରରେ। ସେତେବେଳକୁ ଡେଡ୍ ବଡିଟାକୁ ଅପେକ୍ଷା କରିଥାନ୍ତି ପରିବାର ବର୍ଗ। କାହାରିକୁ କିଛି ବି ନ କହି ଡେଡ୍ ବଡିଟା ଦେଇକି ତାର ଯାହା ଟଙ୍କା ପାଇବା କଥା ନେଇକି ଘର ମୁହାଁ ହେଲା। ହେଲେ ଆସିଲା ବେଳେ ପ୍ରଭୁ ଜଗନ୍ନାଥଙ୍କୁ ବାହାରୁ ମୁଣ୍ଡିଆ ମାରି କହିଲା, ପ୍ରଭୁ ଆଜି ତୁମରି ପାଇଁ ନୂଆ ଜୀବନଟିଏ ମୁଁ ପାଇଛି।